ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସ ଅବସରରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ଆଜି ସମ୍ବଲପୁରୀ ଦିନ ପାଳନ କରାଯାଇଛି। ଏହି ଦିନକୁ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି। ସତ୍ୟନାରାୟଣ ବହିଦାରଙ୍କ କମଳୀ ବଜାର ସ୍ଥିତ ନିକ ଅପା କୁଟୀରକୁ ଏକ ସ୍ମାରକୀ ଓ ଗବେଷଣା କେନ୍ଦ୍ର ପାଇଁ ସରକାରଙ୍କ ଠାରେ ଦାବି କରାଯାଇଛି। ଆଜି ଏହି ଅବସରରେ ଓଡ଼ିଶା ସାଂସ୍କୃତିକ ସମାଜ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କର ଜୟନ୍ତୀ ପାଳିତ ହୋଇଥିଲା। ଡକ୍ଟର ପରେଶ ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସତ୍ୟନାରାୟଣ ବହିଦାରଙ୍କ କର୍ମଭୂମି ନିକ ଅପା କୁଟୀରକୁ ତାଙ୍କ ସ୍ମାରକୀ ତଥା ଗବେଷଣା କେନ୍ଦ୍ର କରାଯାଉ ବୋଲି ସରକାରଙ୍କ ଠାରେ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର, ସାହିତ୍ୟିକ ଡକ୍ଟର ଦ୍ୱାରିକାନାଥ ନାୟକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କବି ସୌଭାଗ୍ୟବନ୍ତ ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଗଙ୍ଗାଧର ମଣ୍ଡପ ପଡ଼ିଆଠାରେ ଆୟୋଜିତ ସମ୍ବଲପୁରୀ ଦିନରେ ଏକ ଉଚ୍ଚାଙ୍ଗ ଚିତ୍ରକଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀଗଣ ଏହି କଳା ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିକୁ ତାଙ୍କ ଚିତ୍ରକଳା ମାଧ୍ୟମରେ ପରିସ୍ଫୁଟିତ କରିଥିଲେ। ସମ୍ବଲପୁରୀ ଦିନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ରୋହିତ ପୂଜାରୀ ଏବଂ ଆହୁରି ଅନେକ ନେତୃବୃନ୍ଦ ଏହି ଅବସରରେ ବାର୍ତ୍ତା ପ୍ରଦାନ କରି ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିକୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ବଲପୁରୀ ଭାଷାକୁ ସ୍ୱୀକୃତି ପ୍ରଦାନ ପାଇଁ ମତ ପ୍ରଦାନ କରିଛନ୍ତି।